ଯେମିତି ପୋଟଳ କୁର୍ମା ଭୋଜିମାନଙ୍କରେ ମିଳିଥାଏ, ତ ସେଇଭଳି ପୋଟଳ କୁର୍ମା ଆମେ ଆଜି ଘରେ ପ୍ରସ୍ତୁତ କରିବା। ତା ପୁଣି ସମ୍ପୂର୍ଣ୍ଣ ଭାବେ ବିନା ପିଆଜ ରସୁଣରେ। ନମସ୍କାର, ଖାଣ୍ଟି ଓଡ଼ିଆ କିଚେନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଏଇଠି ପୋଟଳ କୁର୍ମା ବନେଇବା ପାଇଁ ପୋଟଳ ଏଇଠି ହାଫ୍ କେଜି ବା 500 ଗ୍ରାମର ମୁଁ ନେଇଛି। ପୋଟଳରେ ଯେଉଁ ଦୁଇ ପଟୁ ଡେମ୍ଫ ଥାଏ ତାକୁ କାଟି ନେଇଯାଇଛି। ଆଉ ପୋଟଳରେ ଯେଉଁ ପତଳା ଚୋପା ଥାଏ ତାକୁ ବାହାର କରି ନେଇଯାଇଛି। ଏଇଠି ଦେଖନ୍ତୁ ପୋଟଳକୁ ମୁଁ ଗୋଟା ୟୁଜ୍ କରିବି, ଆଉ ମଝିରୁ ମୁଁ ହାଲକା ଫାଳ କରି ନେଇଛି। ଯେହେତୁ ଆମେ ଭୋଜି ଷ୍ଟାଇଲ୍ ବନେଇବା, ତ ଭୋଜିରେ ଏମିତି ଗୋଟା ପୋଟଳ ୟୁଜ୍ କରାଯାଏ। ଆପଣ ଚାହିଁଲେ ଆକୁ ଦୁଇ ଫାଳ ମଧ୍ୟ କରିକି ୟୁଜ୍ କରିପାରିବେ। ଏଠି 4ଟି ମିଡ଼ିୟମ୍ ସାଇଜ୍ର ଆଳୁ ନେଇଛି। ଆକୁ ଚୋପା ଛଡ଼େଇକି ମୁଁ ଏମିତି ବଡ଼ ବଡ଼ ସାଇଜ୍ରେ କାଟି ନେଇଯାଇଛି। ତ ଏଇଠି ପ୍ରଥମେ ଗୋଟେ କଡ଼େଇରେ ମୁଁ ବଡ଼ 2 ଚାମଚ ତେଲ ଆଡ଼୍ କରୁଛି। ତେଲକୁ ଆମେ ଭଲସେ ପୁରା ଗରମ କରିବା। ଆପଣମାନେ ଚାହିଁଲେ ଏଇଠି ପୋଟଳ ଆଉ ଆଳୁକୁ ଛାଣିକି ୟୁଜ୍ କରିପାରିବେ। ପୁରା ଯେମିତି ଆମେ ଡିପ୍ ଫ୍ରାଏ କରନ୍ତି ସେମିତି କରିପାରିବେ, ନହେଲେ ଆଳୁ ଆଉ ପୋଟଳକୁ ଅଲଗା ଅଲଗା କରିକି ମଧ୍ୟ ଭାଜି ପାରିବେ। ତ ମୁଁ ଏଇଠି ଏକା ସାଙ୍ଗେ ଭାଜି ନେଇଯାଉଛି। ଏଥିରେ ଆମେ ସ୍ୱାଦ ଅନୁସାରେ ଲୁଣ ଆଡ଼୍ କରିବା, ଆଉ ପୁରା ହାଇ ଫ୍ଲେମ୍ରେ କଭର୍ କରିବାନି, ବିନା କଭର୍ କରିକି ହାଇ ଫ୍ଲେମ୍ରେ ଆମେ ଏହାକୁ 5ରୁ 6 ମିନିଟ୍ ଯାଏ ଭାଜିବା। ତ ଫ୍ଲେମ୍ ହାଇ କରିବାର ରିଜିନ୍ ହେଉଛି, ତ ପୋଟଳରେ ଆମକୁ ଏମିତି ଗୋଟେ ବଢ଼ିଆ ଗୋଲ୍ଡେନ୍ କଲର୍ ଆସିଯିବ। ଯେହେତୁ ଆମେ ଆକୁ ତେଲରେ ଛାଣୁନେ, ଭାଜୁଛେ, ତ ଏମିତି ବଢ଼ିଆ ଗୋଟେ କଲର୍ ଆଣିବା ପାଇଁ ହାଇ ଫ୍ଲେମ୍ରେ ଆମେ ଆକୁ ଭାଜି ନେଇଯିବା। ଦେଖନ୍ତୁ ଆଳୁ ଆଉ ପୋଟଳରେ କେତେ ବଢ଼ିଆ କଲର୍ ଆମର ଆସିଯାଇଛି। ଏମିତି ଆମେ 5ରୁ 6 ମିନିଟ୍ ହାଇ ଫ୍ଲେମ୍ରେ ଆକୁ ଭାଜି ନେଇଯିବା। ଏବେ ଆକୁ ଗୋଟେ ଜାଗାକୁ ଟ୍ରାନ୍ସଫର୍ କରିବା। ତ ଆମେ ଆ ପାଇଁ ଗୋଟେ ମସଲା ପ୍ରସ୍ତୁତ କରିବା। ଏଠି ଆମେ 2ଟା ମସଲା ପ୍ରସ୍ତୁତ କରିବା। ତ ପ୍ରଥମ ମସଲା ପାଇଁ ଏଇଠି ମୁଁ ଗୋଟେ ବଡ଼ ଟମାଟୋ ନେଇଛି, ଗୋଟେ କଞ୍ଚା ଲଙ୍କା ଆଉ 1 ଇଞ୍ଚର ଅଦା ନେଇଛି। ଆର ଗୋଟେ ଫାଇନ୍ ପେଷ୍ଟ ବନେଇ ନେଇଯାଉଛି। ସେକେଣ୍ଡ ମସଲା ପାଇଁ ମୁଁ ଏଠି ଗୋଟେ ବଡ଼ ଚାମଚ ପୋସ୍ତ ନେଇଛି। ତାକୁ ମୁଁ 1 ଘଣ୍ଟା ପାଇଁ ପାଣିରେ ଭିଜେଇ ନେଇଯାଇଥିଲି। ତ ପୋସ୍ତ ବାଟିବାରେ ଟିକେ ଡିଫିକଲ୍ଟ ଥାଏ, ସେଥିପାଇଁ ଆକୁ ମୁଁ 1 ଘଣ୍ଟା ପାଣିରେ ଭିଜେଇ ନେଇଯାଇଥିଲି। ତ ଏଇଠି 10ରୁ 12ଟି କାଜୁ ନେଇଛି। ଆପଣ କାଜୁ ଜାଗାରେ ଗୋଟେ ବଡ଼ ଚାମଚ ଚାରୁମଗଜର ମଧ୍ୟ ୟୁଜ୍ କରିପାରିବେ। ଏଇଠି ମୁଁ ନଡ଼ିଆ ପାତି 5ରୁ 6 ପିସ୍ ନେଇଛି। ଆପଣ ୟା ଜାଗାରେ ନଡ଼ିଆ କୋରା 2ରୁ 3 ବଡ଼ ଚାମଚ ୟୁଜ୍ କରିପାରିବେ, କିନ୍ତୁ ନଡ଼ିଆଟା ନିଶ୍ଚିନ୍ତ ଭାବେ ୟୁଜ୍ କରିବେ। ଏଇଟା ଆମ ତରକାରୀକୁ ଗୋଟେ ବହୁତ ବଢ଼ିଆ ଫ୍ଲେଭର୍ ଦେବ। ଏବେ ଏଇଠି ଗୋଟେ କଡ଼େଇ ମୁଁ ଗରମ କରି ନେଇଯାଉଛି। ସେଥିରେ ଗୋଟେ ବଡ଼ ଚାମଚ ତେଲ ଆଡ଼୍ କରୁଛି। ତେଲ ଭଲସେ ଗରମ ହେଇଗଲା ପରେ ଏଥିରେ କିଛି ମୁଁ ଗୋଟା ଗରମ ମସଲା ଆଉ 2ଟା ଶୁଖିଲା ଲଙ୍କା ଆଡ଼୍ କରି ନେଇଯାଉଛି। ଶୁଖିଲା ଲଙ୍କା ଆଉ ଗରମ ମସଲା ଭଲସେ ଭାଜି ହେଇଗଲା ପରେ ଏଥିରେ ମୁଁ ଗୋଟେ ଛୋଟ ଚାମଚ ପଞ୍ଚ ଫୁଟଣ ଆଉ ଗୋଟେ ଛୋଟ ଚାମଚ ଜିରାକୁ ଆଡ଼୍ କରି ନେଇଯାଉଛି। ପଞ୍ଚ ଫୁଟଣ ଆଉ ଜିରା ଫୁଟିଗଲା ପରେ ଆମେ ଯେଉଁ ପ୍ରଥମ ମସଲା ବନେଇଥିଲେ ଟମାଟୋ, ଅଦା ଆଉ କଞ୍ଚା ଲଙ୍କାର ପେଷ୍ଟ, ତାକୁ ମୁଁ ସେଥିରେ ଆଡ଼୍ କରି ନେଇଯାଉଛି। ଏବେ ଆମେ ଏଥିରେ ଶୁଖିଲା ମସଲା ସବୁ ଆଡ଼୍ କରିବା। ଗୋଟେ ଛୋଟ ଚାମଚ ଧନିଆ ପାଉଡ଼ର, ଗୋଟେ ଛୋଟ ଚାମଚ ଜିରା ପାଉଡ଼ର, ଗୋଟେ ବଡ଼ ଚାମଚ ହଳଦୀ ପାଉଡ଼ର, ଗୋଟେ ବଡ଼ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ, ଗୋଟେ ବଡ଼ ଚାମଚ କସ୍ତୁରୀ ମେଥି ପତ୍ର, ଆଉ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣକୁ ଆଡ଼୍ କରି ନେଇଯିବା। ସବୁ ମସଲାକୁ ଆମେ ଏବେ ଭଲସେ ଥରେ ମିକ୍ସ କରି ନେଇଯିବା। ଶୁଖିଲା ମସଲା ତଳେ ନ ଲାଗିଯାଉ ସେଥିପାଇଁ ଏଥିରେ 4ରୁ 5 ବଡ଼ ଚାମଚ ପାଣି ମୁଁ ଆଡ଼୍ କରି ନେଇଯାଉଛି। ଏବେ ଆମେ ଏ ମସଲାକୁ କଭର୍ କରିବା, ଆଉ ଲୋ ଫ୍ଲେମ୍ରେ 5 ମିନିଟ୍ ଯାଏ କୁକ୍ ହେବା ପାଇଁ ଛାଡ଼ିଦେବା। ଦେଖନ୍ତୁ ଏଇଠି 5 ମିନିଟ୍ ପରେ ମସଲା ଆମର କେତେ ବଢ଼ିଆ ସେ କୁକ୍ ହେଇଯାଇଛି। ଏଥିରୁ ତେଲ ସେପାରେଟ୍ ହେଇଯାଇଛି, ଆପଣମାନେ ଜାଣିପାରୁଥିବେ। ତ ମସଲା ଆମର କୁକ୍ ହେଇଯାଇଛି। ଏଇ ଷ୍ଟେଜ୍ରେ ଆମେ ଯେଉଁ ସେକେଣ୍ଡ ମସଲା ପୋସ୍ତ, କାଜୁ ଆଉ ନଡ଼ିଆର ପେଷ୍ଟ ବନେଇଥିଲେ ତାକୁ ଆଡ଼୍ କରି ନେଇଯିବା। ଆଉ ସେଥିରେ 2ରୁ 3 ଚାମଚ ପାଣି ମୁଁ ଆଡ଼୍ କରି ନେଇଯାଉଛି। ସବୁ ମସଲାକୁ ଆମେ ଏବେ ଭଲସେ ଥରେ ମିକ୍ସ କରି ନେଇଯିବା। ତ ଏଇଠି ଆମେ ମସଲାକୁ କଭର୍ କରିକି ଲୋ ଫ୍ଲେମ୍ରେ 5ରୁ 7 ମିନିଟ୍ ପାଇଁ କୁକ୍ କରି ନେଇଯିବା। 5ରୁ 7 ମିନିଟ୍ ହେଇଗଲା ପରେ ଦେଖନ୍ତୁ ଏଇଠି ଆମର ମସଲା କେତେ ଭଲସେ କୁକ୍ ହେଇଯାଇଛି। ତ ମଝିରେ ଆପଣ ଆକୁ
ଥରେ ଦୁଇଥର ନିଶ୍ଚିତ ଭାବେ ଗୋଳେଇ ନେଇଯିବେ, ନା ତଳୁ ମସଲା ଲାଗିଯିବାର ଚାନ୍ସ ଥାଏ। ତ ମସଲା ଏଇଠି ଆମର ଭଲସେ ଏବେ କୁକ୍ ହେଇଯାଇଛି। ଆମେ ଯେଉଁ ଆଳୁ ଆଉ ପୋଟଳକୁ ଭାଜିକି ରଖିଥିଲେ ତାକୁ ଏବେ ମସଲାରେ ଆମେ ଆଡ଼୍ କରିବା। ତ ଆକୁ ଏବେ ଲୋ ଫ୍ଲେମ୍ରେ ମସଲା ସହିତ ଆଳୁ ଆଉ ପୋଟଳକୁ 2 ମିନିଟ୍ ପାଇଁ ଆମେ ଭଲସେ କୁକ୍ କରି ନେଇଯିବା। ଏଇଠି ପୋଟଳ ଆଉ ଆଳୁ କଷି ହେବାର 2 ମିନିଟ୍ ହେଇଗଲାଣି। ତ ଏବେ ଆମେ ଗ୍ରେଭି ପାଇଁ ଏଥିରେ ପାଣି ଆଡ଼୍ କରି ନେଇଯିବା। ମୁଁ ଏଠି ଗ୍ରେଭି ପାଇଁ 2 ଗ୍ଲାସ୍ ପାଣି ଆଡ଼୍ କରି ନେଇଯାଉଛି। ଆପଣଙ୍କୁ ଯେତିକି ଗ୍ରେଭି ଦରକାର ଆପଣ ସେଥିରେ ପାଣିର କ୍ୱାଣ୍ଟିଟି କମ୍ କିମ୍ବା ବେଶୀ କରିପାରିବେ। କିନ୍ତୁ ନର୍ମାଲି ପୋଟଳ କୁର୍ମାରେ ବେଶୀ ଗ୍ରେଭି ରୁହେନି। ତ ଏଇଠି ପୋଟଳ ଆଉ ଆଳୁକୁ ଆମେ ଭାଜିଲା ବେଳେ ଏଇଟା ପାଖାପାଖି 50% କୁକ୍ ହେଇଯାଇଥିଲା। ତ ଆମେ ସେଇ ହିସାବରେ ଏଥିରେ ପାଣି ଆଡ଼୍ କରିବା। ଦର୍ଶକ ବନ୍ଧୁ, ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଆଉ ମୋ ଚ୍ୟାନେଲକୁ ଏ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ର ଅଲ୍ ବଟନ୍ ପ୍ରେସ୍ କରି ନେଇଯାଆନ୍ତୁ, ଯାହାଦ୍ୱାରା ମୋର ଆଗକୁ ଆସୁଥିବା ସମସ୍ତ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କୁ ପ୍ରଥମ କରି ଦେଖିବାକୁ ମିଳିବ। ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଦେଖୁଥିଲେ ପେଜକୁ ଫଲୋ କରିବାକୁ ଅନୁରୋଧ। ଏବେ ଆମେ ଗ୍ରେଭିକୁ କଭର୍ କରିବା ଓ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 10 ମିନିଟ୍ ଯାଏ କୁକ୍ ହେବା ପାଇଁ ଛାଡ଼ିଦେବା। ତ ଏଇଠି 10 ମିନିଟ୍ ହେଇଗଲା ପରେ ଦେଖନ୍ତୁ ଆଳୁ ଆଉ ପୋଟଳ ଆମର ଭଲସେ କୁକ୍ ହେଇଯାଇଛି। ତ ଏଇ ଷ୍ଟେଜ୍ରେ ମୁଁ ଏଥିରେ 1 କପ୍ କ୍ଷୀର ଆଡ଼୍ କରୁଛି। ନର୍ମାଲ୍ କ୍ଷୀର ଯେଉଁଟା ଆମେ ଘରେ ପିଇବା ପାଇଁ ୟୁଜ୍ କରନ୍ତି ସେଇ କ୍ଷୀରକୁ ଏଇଟା ମୁଁ ବଏଲ୍ ହେଇଥିବା କ୍ଷୀର ଆଡ଼୍ କରୁଛି। କ୍ଷୀର ଆଡ଼୍ କରିବା ଦ୍ୱାରା ଆମ ଗ୍ରେଭିରେ ଗୋଟେ ବଢ଼ିଆ କ୍ରିମି ଟେକ୍ସଚର୍ ଆସିଯିବ। ଆପଣମାନେ ଚାହିଁଲେ ଏଠି କ୍ଷୀରକୁ ସ୍କିପ୍ ବି କରିପାରିବେ, କିନ୍ତୁ ଯେହେତୁ ଏଇଟା ଆମେ ଭୋଜି ଷ୍ଟାଇଲରେ ବନାଉଛେ ତ ଭୋଜିରେ ସେମାନେ ମିଲ୍କ ପାଉଡ଼ର କିମ୍ବା କ୍ରିମ୍ ଆଡ଼୍ କରନ୍ତି। ତ ମିଲ୍କ ପାଉଡ଼ର ଆଉ କ୍ରିମ୍କୁ ଆଭଏଡ଼୍ କରିବା ପାଇଁ ମୁଁ ଏଠି କ୍ଷୀର ଆଡ଼୍ କରିଛି। ଏବେ ଆମେ ୟାକୁ କଭର୍ କରିକି 2 ମିନିଟ୍ ଯାଏ କୁକ୍ କରି ନେଇଯିବା। ତ କ୍ଷୀର ଆଡ଼୍ କରିବା ଦ୍ୱାରା ସେମ୍ ଟେକ୍ସଚର୍ ଆମର ଆସିବ, ବଢ଼ିଆ ଗୋଟେ କ୍ରିମି ଟେକ୍ସଚର୍ ଆସିଗଲା। ତ ଦେଖନ୍ତୁ ଏଇଠି ଆମର ଗ୍ରେଭି ବଢ଼ିଆ ସେ କୁକ୍ ହେଇଯାଇଛି। ଏଥିରେ ଆମେ ଏବେ ଗରମ ମସଲା ଆଡ଼୍ କରିବା ଆଉ ଏଥିରେ କିଛି କାଟିକି ରଖିଥିବା ଧନିଆ ପତ୍ର ମୁଁ ଆଡ଼୍ କରି ନେଇଯାଉଛି। ଧନିଆ ପତ୍ର ଆଉ ଗରମ ମସଲାକୁ ଗ୍ରେଭିରେ ଆମେ ଭଲସେ ଏବେ ମିକ୍ସ କରି ନେଇଯିବା। ଏବେ ଆମର ଭୋଜି ଷ୍ଟାଇଲର ବିନା ପିଆଜ ରସୁଣରେ ପୋଟଳ କୁର୍ମା ପ୍ରସ୍ତୁତ ହେଇଗଲା। ଗରମ ଭାତ, ରୁଟି, ପରଟା, ପୁରୀ ସହିତ ଆକୁ ସର୍ଭ କରନ୍ତୁ। ବଢ଼ିଆ ଲାଗିବ, ଏକଦମ ଭୋଜି ପରିକା। ଆଶା କରୁଛି ରେସିପିଟି ଆପଣମାନଙ୍କୁ ଭଲ ଲାଗିଥିବ। ତ ଭଲ ଲାଗିଥିଲେ ଭିଡ଼ିଓରେ ଗୋଟେ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଅନୁରୋଧ ରହିଲା। ଦେଖା ହେବ ଆଉ ଗୋଟେ ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କସ୍ ଫର୍ ୱାଚିଂ।